226 ରନ୍ର ପାହାଡ଼ ଭଳି ଟାର୍ଗେଟ, କିନ୍ତୁ ଦିଲ୍ଲୀ ବ୍ୟାଟ୍ସମ୍ୟାନମାନଙ୍କ ଆଗରେ ଏହା ଥିଲା ଏକ ଖେଳନା ଭଳି। ମାତ୍ର 40 ବଲ୍ରେ 75 ରନ୍ ଆଉ ଦିଲ୍ଲୀ କ୍ୟାପିଟାଲ୍ସ ରଚିଲା IPL ଇତିହାସର ଏକ ନୂଆ ଏବଂ ରୋମାଞ୍ଚକର ଅଧ୍ୟାୟ। ବିରାଟ କୋହଲିଙ୍କ ମହାନ ରେକର୍ଡକୁ ଭାଙ୍ଗି KL ରାହୁଲ କିପରି ରାଜସ୍ଥାନ ରୟାଲ୍ସର ଗର୍ବ ଭାଙ୍ଗିଲେ, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓରେ ଜାଣିବାକୁ ପାଇବେ ଦୁଇଟି ବଡ଼ ଖବର। ପ୍ରଥମେ ଆଲୋଚନା କରିବା ଦିଲ୍ଲୀ କ୍ୟାପିଟାଲ୍ସ କିପରି କଲେ ଐତିହାସିକ ରନ୍ ଚେଜ୍। ଦ୍ୱିତୀୟରେ ଆଲୋଚନା କରିବା KL ରାହୁଲ କିପରି ବିରାଟ କୋହଲିଙ୍କ ବଡ଼ ରେକର୍ଡକୁ ଧୂଳିସାତ୍ କରିଦେଲା। ତେବେ ଦର୍ଶକ ବନ୍ଧୁ, ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ରିୟାନ୍ ପରାଗ 50 ବଲ୍ରେ 90 ରନ୍ର ଧୂଆଁଧାର ଇନିଂସ ଏବଂ ଡୋନାଭାନ୍ ଫେରିରାଙ୍କ 14 ବଲ୍ରେ 47 ରନ୍ର ବିସ୍ଫୋରକ ଇନିଂସ ବଳରେ 225 ରନ୍ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ସମସ୍ତେ ଭାବୁଥିଲେ ରାଜସ୍ଥାନ ଏହି ମ୍ୟାଚ୍ ସହଜରେ ଜିତିଯିବ, କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ଯେତେବେଳେ 226 ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଲା, ସେତେବେଳେ KL ରାହୁଲ ଏବଂ ପାଥୁମ ନିଶାଙ୍କା ଏକ ବିସ୍ଫୋରକ ଆରମ୍ଭ କରିଥିଲେ। ପାଥୁମ ନିଶାଙ୍କା ଏବଂ KL ରାହୁଲଙ୍କ ମଧ୍ୟରେ ହୋଇଥିବା 110 ରନ୍ର ଓପନିଂ ପାର୍ଟନରସିପ୍ ରାଜସ୍ଥାନ ବୋଲରଙ୍କ ନିଦ ହଜାଇ ଦେଇଥିଲା। ପାଥୁମ ନିଶାଙ୍କା ମାତ୍ର 33 ବଲ୍ରେ 62 ରନ୍ କରିଥିବା ବେଳେ KL ରାହୁଲ 40 ବଲ୍ରେ 75 ରନ୍ର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ, ଯେଉଁଥିରେ 6ଟି ଚୌକା ଏବଂ 5ଟି ବିଶାଳ ଛକା ସାମିଲ ଥିଲା। ମାତ୍ର 19.1 ଓଭରରେ ହିଁ ଦିଲ୍ଲୀ ମାତ୍ର 3ଟି ୱିକେଟ୍ ହରାଇ ଏହି ବିଶାଳ ସ୍କୋରକୁ ହାସଲ କରିନେଲା। ଆଉ ଏହା ହେଉଛି IPL ଇତିହାସରେ ଦିଲ୍ଲୀ କ୍ୟାପିଟାଲ୍ସର ସବୁଠାରୁ ବଡ଼ ଏବଂ ସଫଳ ରନ୍ ଚେଜ୍। ଲଗାତାର 3ଟି ମ୍ୟାଚ୍ ହାରିବା ପରେ ଦିଲ୍ଲୀର ଏହି କମ୍ବ୍ୟାକ୍ ପ୍ରକୃତରେ ଦମଦାର ଥିଲା। ଦର୍ଶକ ବନ୍ଧୁ, KL ରାହୁଲ କେବଳ ଦିଲ୍ଲୀକୁ ବିଜୟ ଦେଇନଥିଲେ, ବରଂ ନିଜର ଏହି ତୁଫାନୀ ଇନିଂସ ମାଧ୍ୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ଏକ ବଡ଼ ରେକର୍ଡକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଦେଲେ। IPL ଇତିହାସରେ ଜଣେ ଭାରତୀୟ ଓପନର ଭାବରେ ସବୁଠାରୁ ଅଧିକ ଛକା ମାରିବାର ରେକର୍ଡ ଏବେ KL ରାହୁଲଙ୍କ ନାମରେ ହୋଇଯାଇଛି। ସେ ପ୍ରଥମ ଭାରତୀୟ ଓପନର ଭାବରେ 202ଟି ଛକା ମାରିଛନ୍ତି, କିନ୍ତୁ ବିରାଟ କୋହଲି ଓପନର ଭାବରେ 192ଟି ଛକା ମାରିଛନ୍ତି। କେବଳ ସେତିକି ନୁହେଁ, ରାଜସ୍ଥାନ ରୟାଲ୍ସ ବିପକ୍ଷରେ KL ରାହୁଲ 8 ଥର 50ରୁ ଉର୍ଦ୍ଧ୍ୱ ସ୍କୋର କରି ବିରାଟ କୋହଲି ଏବଂ ଶିଖର ଧବନଙ୍କ ରେକର୍ଡକୁ ଭାଙ୍ଗିଦେଲେ। ବିରାଟ କୋହଲି ଏବଂ ଶିଖର ଧବନ ରାଜସ୍ଥାନ ରୟାଲ୍ସ ବିପକ୍ଷରେ 7 ଥର ଲେଖାଏଁ 50ରୁ ଉର୍ଦ୍ଧ୍ୱ ସ୍କୋର କରିଛନ୍ତି। ଏହା ସ୍ପଷ୍ଟ ପ୍ରମାଣ କରୁଛି ଯେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରାହୁଲ ସବୁବେଳେ କେତେ ଭୟଙ୍କର ସାବ୍ୟସ୍ତ ହୁଅନ୍ତି। ମ୍ୟାଚ୍ ଶେଷ ହେଲା ପରେ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା, ଯାହା ତାଙ୍କ IPL କ୍ୟାରିୟରର 17ତମ ଆୱାର୍ଡ ଥିଲା ଏବଂ ସେ ରବୀନ୍ଦ୍ର ଜାଡେଜାଙ୍କ ସହ ବରାବରି କରିଛନ୍ତି। ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓ ଶେଷ କରିବା ପୂର୍ବରୁ ଆପଣଙ୍କ ପାଇଁ ଏକ ପ୍ରଶ୍ନ। KL ରାହୁଲଙ୍କ ଏହି ଭୟଙ୍କର ଫର୍ମ ଦିଲ୍ଲୀ କ୍ୟାପିଟାଲ୍ସକୁ ଚଳିତ ବର୍ଷ ପ୍ଲେ ଅଫ୍ରେ ପହଞ୍ଚାଇ ପାରିବ କି? ଆପଣଙ୍କ ମୂଲ୍ୟବାନ ମତାମତ ତଳେ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ।